ହେଇଛି କିନ୍ତୁ ପରିଚୟଟା ହେଇନି। ତେବେ ସମ୍ଭାଷଣଟା କରାଇ ଦବ ମୁଁ ବୁଝି ପାରୁଛି। ଆଉ ଠିଆ ହେବେ କାହିଁକି ଚାଲ ଭିତରକୁ ଚାଲ। ଆଚ୍ଛା ଆମର ଆପଣଙ୍କର କାମ ଅଛି ଆପଣ ଆସନ୍ତୁ ଚାଲ ନୂଆ ବୋଉଙ୍କ ସାଙ୍ଗେ ତ ପରିଚୟଟା କରେଇଦିଏ। ଧନ୍ୟବାଦ ବାବୁ ମୋର ସିଆଡ଼େ ବହୁତ କାମ ଅଛି ମୁଁ ଆସୁଛି ଆପଣ ଟିକେ ବନ୍ଧୁବାନ୍ଧବଙ୍କୁ ଜଣେଇଦେବେ ଆସୁଛି। ଆଚ୍ଛା ଆଚ୍ଛା ମାଧ ଇଏ ବାବୁ ଜଣ କି ହିନ୍ଦୁସ୍ତାନ ଟାଇମର୍ସ ଏଜେଣ୍ଟ ତାଙ୍କର କ'ଣ ଅଫିସଟା ହେଇଛି? ଆଜିକାଲି ବ୍ୟବସାୟରେ ଯେ ଯେତେ ଟ୍ୟାକ୍ସ ବାକି ମାରିପାରିଲା ତାର ସେତିକି ଲାଭ। ସେଇଥିପାଇଁ ଭାଇକି ପଟେଇ ରଖିବା ଉଦ୍ଦେଶ୍ୟରେ କ'ଣ ତୁ କହୁଛୁ ବୁଝିପାରୁନି ଭାଇକି ପଠେଇବା ପାଇଁ ସେଠି ସେ ନୂଆ ବୋଉ କାହିଁ ପଠଉଛୁ କିଛି ବୁଝିପାରୁନି। ନରୁ ଭାଇ ତମେ ବି ନା ଆରେ ଶୁଣ ଆଜିକାଲି ସାହେବଙ୍କ ହୁକୁମ ତଳିଆ କର୍ମଚାରୀଙ୍କ ଉପରେ ଏବେ ଘରଣୀଙ୍କ ହୁକୁମ ଖୁବ୍ ହାକିମ ତମ ଜଳଖିଆ ପାଇଁ ମୋଟେ ବ୍ୟସ୍ତ କରି ନବୁ ତମ ସବୁ ତକ ଜଳଖିଆ ଏକାରୁ ନରୁ ଭାଇକି ନିଅଟ। ଓହୋ ତମର ନରୁ ଭାଇଙ୍କ ସହିତ ପରିଚୟ ହେଇନି ପରା। ଆରେ ନରୁ ଭାଇ ମାନେ ନରୋତ୍ତମ ଦାସ ଆମ ବୁଢୀ ଅପାର ସ୍ୱାମୀ। ଆଉ ବେଶୀ ଟାଣିକି ରୋଡଟା ପକାଉନି ତମକୁ ଦେଖିବାର ଆମର କିଛି ବାକି ନାହିଁ। ନରୁ ଭାଇକି ଲାଜ ଛାଡି ତାଙ୍କ ଖାଇବା ପିଇବା ବ୍ୟବସ୍ଥା କର। ଆରେ ଗୋପିଆ ଗୋପିଆ ବାବୁଙ୍କ ବ୍ୟାଗ ପତ୍ର ନେଇ ଭିତରକୁ ଯା ତାକୁ ଗାଧୁଆଟା ଦେଖେଇ ଦେ ସେ ଟିକେ ଧୁଆ ଧୁଇ ଆରେ ଯା ଅନଉଛି କ'ଣ ମଜା ତମେ ତ ଜାଣ ମୁଁ ବାର ବୁଲା ଲୋକ ହେଲେ ଏ ସହରଟା ଛାଡ଼ିବା ପୂର୍ବରୁ ମୋ ଧର୍ମଶାଳା ଦିନେ ପାଦ ପଚାରିଛନ୍ତି ନିଶ୍ଚୟ ନିଶ୍ଚୟ ଯେତେବେଳେ ମକସଦରୁ ଆସିଛି ସହରକୁ ରାଜମହଲଟା ତ ଦେଖା ହେଇଗଲାଣି ଆଉ ତମ ଧର୍ମଶାଳାକୁ ନିଶ୍ଚୟ ଦେଖିବି। ମାଧବ ତମ ନୌ ଭାଇଟା ଭାରି ଅଜବ ମାନେ ଦେଖ ତୁଣ୍ଡରେ ବାଡ଼ କଥା ରହୁନି ମାଷ୍ଟ୍ରିଆ ଲୋକ ନା। ଆଚ୍ଛା ନୁଆ ବାବୁ ଯଦି ଚଳେଇ ନ ପାରିବ ତାହେଲେ ମୋ ଝିଅ ଭାଇ ଘରେ ପଠେଇ ଦଉନ। ରଖ 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 ଲକ୍ଷ୍ମୀକୁ ଚିଆ ଗୁଣ୍ଡା ଦେବାକୁ ସୁଯୋଗ ମିଳିଯିବ କହିବ କ'ଣ ନା ମୁଁ ନରୁ ଭାଇକି ରଖିପାରିଲିନି ତା ଘରକୁ ପଠେଇଦେବି। ହଉ ଛାଡ଼ ନୁଆ ତମେ କିନ୍ତୁ ଆଜି ମତେ ନିରାଶ କରି ଫେରେଇ ଦେଇପାରିବ। କ'ଣ ଟଙ୍କା ସିଏ ସବୁ କଥା ଛାଡ଼ିକି ଯାହା କହିବ ମୁଁ ସବୁ ମାନିବି। ବାବୁ କିନ୍ତୁ ମୁଁ ଆଜି ଟଙ୍କା ମାଗିବାକୁ ଆସିନି ଆଉ ଦବାକୁ। अरे रखो अरे गजाननଙ୍କର ଖୋଜ ମାଲିକ ପାଖରେ କାହାର ଅପେକ୍ଷା କରିଛନ୍ତି ମାଲିକ ତାଙ୍କ କାମଟା କରି ଦବ। ମାଧବ ଏଇ ସବୁ ଅର୍ଡରରେ ମତେ ପୁରା ଆରେ ତମେ ତମ ଭାଇଙ୍କୁ କହୁନ। ଆରେ ନୂଆ ବୋଉଙ୍କ କଥାଟା ଭାଇଙ୍କ ପାଖରେ କେତେ କାଟୁ କରେ ତା କ'ଣ ମୁଁ ଜାଣିନି। ଜାଣିଛ ବାହାରେ କେତେ ଲୋକ କେତେ କଥା ହଉଛ। କୁକୁର ଭୁକୁଥାନ୍ତୁ ହେଲେ ତମ ବିପଣି ବି ଚରିତ ତାହେଲେ ନୂଆ ବୋଉ ଖର୍ଚ୍ଚର ଯୋଉ ଫର୍ଦ୍ଦଟା ବଢେଇ ଦେଇଛ ଭାବିଛ କ'ଣ ଭାଇକୁ ଆସିକ ଦରଣା ହେଇଯିବ। ରଖ ଇଲେକ୍ସନ ପାଇଁ ଚାନ୍ଦା ମାଗିଲି ଯେ ସରକାରୀ ଚାକିରି ଆଣି ଚାନ୍ଦା ଦେଲେ ତମ ନିରପେକ୍ଷତା ରାଜ ଆସିବ କହି ମତେ ନାସ୍ତି ବାଣୀ ଶୁଣେଇଦେଲ ହେଲେ ଏଥିରେ କିଛି ପରସେଣ୍ଟେଜ ନବ ନଉ କାମଟା ଯେମିତି ଠିକ ବାଜେ ଲୋକଟା ମତେ ଖୁବ ସାହାଯ୍ୟ କରିବ। ଦେଖ ମାଧବ ଆମ ଭଳିଆ ସ୍ତ୍ରୀ ଲୋକ ଏ ଅଫିସ କାମରେ ପଶିବାଟା ଠିକ ହବନି। ବାବୁ ଆଜିକାଲି ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ଯାହା ହୁଏ ତା ପୁରୁଷ ମାନଙ୍କ ଦ୍ୱାରା ସମ୍ଭବ ନୁହେଁ। ରାଜନୀତି ଛାଡ଼ିବା ପର୍ଯ୍ୟନ୍ତ ନ ଛାଡ଼ିବା ପର୍ଯ୍ୟନ୍ତ ଏ ବଙ୍ଗଳାକୁ ଆସିବାକୁ ମନା କରିଥିଲି ପରା। ବାହାରେ ସେ ଗାଡ଼ିଟା କାହାର ଗଜାନନ କରୁନି ମୋର ବଦନାମ ନ କରି ତୁ ଛାଡ଼ିବୁନି। ମୋ ଦ୍ୱାରା ତମର ବଦନାମ ଭାଇ ଅସମ୍ଭବ ଭାଇ ଅସମ୍ଭବ। ଆମ ଡିପାର୍ଟମେଣ୍ଟରେ ଦୁର୍ନୀତି ବଢି ବଢି ଚାଲିଛି ବୋଲି ସେଠି
ସଭାରେ ପୁରା ଏତେ ବଡ ବଡ ବକ୍ତୃତା ଦଉଥିଲୁ। ଭାଇ ବକ୍ତୃତା ଦିଆଯାଏ କେବଳ କରତାଳି ପାଇ। ସେଦିନ କେତେ କରତାଳି ନୃତ୍ୟ ତମେ କଣ ଜାଣିଛ? ଆଚ୍ଛା ତୋର ନୂଆ ବୋଉ ପାଖରେ କି କାମ? ତମକୁ ସେ କଥା ନବୁ କହିବେନି? ଗଜାନନ କମ୍ପାନୀର ଭାଇ। ମାଧବ ଭାଇ ସିଧା ସିଧା କହିବାକୁ ସାହସ ହେଲାନି ବୋଧେ। ସେଇ କଥା ତାକୁ କହୁଛି ହେଲେ ତମେ ଯଦି ମୋର ବଡ ଭାଇ ହେଇନଥାନ୍ତ ତେବେ ତମକୁ ସିଧାସଳଖ ସାକ୍ଷାତ କରିବାରେ ମୋର ସଂକୋଚ ହଉଥିଲା ଭାଇ। ଭାଇ ବୋଲି କହି ତୁ ଫାଇଦା ଉଠେଇବାକୁ ଚାହୁଁଛୁ ନୁହେଁ? ତମ ଫାଇଦାରେ ମୋତେ ଆଜ ଆସିବନି ଭାଇ। ଟିକେ ଭାବି ଦେଖ ଅନ୍ୟମାନଙ୍କ ଅପେକ୍ଷା ମୁଁ ଯଥେଷ୍ଟ ନିରାପଦ। ଯା ଭାଇ ବାହାରେ ଗାଡ଼ିଟା ଅପେକ୍ଷା କରୁଛି। ଭାଇକି ଟିକେ ବୁଝେଇ ଦବ। କେତେ ଥର କହିଛି ମାଧବକୁ ପ୍ରଶ୍ରୟ ଦବନି ବୋଲି। କଣ ମାଧବକୁ ଘର କବାଟ ବନ୍ଦ କରିଦେବି? ହଁ ଦରକାର ପଡ଼ିଲେ ଘର କବାଟ ବନ୍ଦ କରିଦବ। ଖାଲି ମାଧବକୁ ନା ଆଉ ସମସ୍ତଙ୍କୁ? ଆରେ ମାଧବ ହଉ କି ଯାଦବ ହଉ କିଛି ଦିନ ପାଇଁ ଏ ଘର କବାଟଟା ତୁମେ ବନ୍ଦ କରିଦିଅ। ଆଚ୍ଛା ତମେ କଣ ଭାବୁଛ? ତମ ଘର ଯୋଉ ମାସିକ ଖର୍ଚ୍ଚରେ ତମ ମାସିକ ଦରମାରେ ଏ ମାସିକ ଖର୍ଚ୍ଚ ମାନେ ଘର ଯାକର ଖର୍ଚ୍ଚ ସବୁ ଚଳିଯିବ? ନହେଲେ ତମେ ଘର ଖର୍ଚ୍ଚ କାଟ କର। ବୁଝିଲ ସେ ଉପଦେଶଟା ମତେ ନ ଦେଇକି ନିଜେ ହୁଏତ ପାଳନ କରିଥିଲେ ଭଲ ହେଇଥାନ୍ତା। ନିଅ ଏ ଟଙ୍କା ମାଧବ ଦେଇଛି, ଯଦି ପାରିବ ତା କାମ କରିଦବ, ଆଉ ଯଦି ନ ପାରିବ ତାକୁ ଟଙ୍କାଟା ଫେରେଇ ଦବ। ଆରେ ଆରେ ତମେ ରାଜିଗଲ ନା କଣ? ବରଂ ଏ ଟଙ୍କାଟା ତୁମେ ରଖ ଆଉ କାମ କଥା ମୁଁ ବୁଝିବି। ମିଷ୍ଟର ସାମନ୍ତର ଫାଇଲ କଥା କଣ ହେଲା? ଆରେ ତମ ପ୍ରୋଗ୍ରାମ ଫାଇନାଲ ନହେଲା ପର୍ଯ୍ୟନ୍ତ ସେ ଫାଇଲଟା ଟିକେ ବିଶ୍ରାମ ଦିଆହେଇଛି। ମାନେ ସୁଚତୁରୀ ବୁଦ୍ଧିମତୀ ମିସେସ ଦାସ କଣ ଏଇ କଥାର ମାନେ ବୁଝିପାରୁନାହାନ୍ତି? ବୁଝିପାରୁଛୁ ତମ ବୁଝେଇବ ନା? ପ୍ରଭୁ 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 ଆରେ ଆରେ ରଣୁ ଭାଇ ତମେ ଆସିଲ ଅପାକୁ ଟିକେ ସାଙ୍ଗରେ ଆଣିପାରିଲନି? ହଁ ବାପା ବୋଉ ଚାଲିଗଲା ପରେ ତିନି ଜଣ ଶଳା ମୋର ଅଛ ଆଜି ପର୍ଯ୍ୟନ୍ତ କେବେ ତମେ ତା ଘରେ ପାଦ ପଡ଼ିଲାନି? ଜନ୍ମଦିନକୁ ଆସିଥିଲେ ଯେ ଯାଇଛନ୍ତି ସେ କାହିଁକି ଆସିଥିଲା ଆଉ କାହିଁକି ଚାଲିଗଲା ସେ ବିଷୟରେ ତମେ କେହି ଆଜି ପର୍ଯ୍ୟନ୍ତ ଥରେ ବି ପଚାରିଛ? ଜାଣିଛି ମୁଁ ସବୁ ଜାଣିଛି ନରୁ ଭାଇ, ସବୁ ବୁଝିପାରୁଛି। ଏବେ ବି ନିରୁପାୟ। ସବୁ କଥା ତ ବୁଝୁଛ ଭାଇ। ସ୍ମରଂ ସ୍ମରଂ ଦାରୁ ଭୂତ ମୁରାରି। मला मुला
କରିବା କିଏ କହୁଛି ବା ଇଏ ପରଠୁ ସିଏ ଯାହା ନଉଛନ୍ତି ଆମଠୁ ଅଧିକା 2 ପଇସା ନେଇଯିବେ କଣ ପାଣିରେ ପଡି ଯାଉଛି ଇଏ ଗୋଟେ ଭାଇର ଭଲ ଆଉ ଗୋଟେ ଭାଇ ନବ କଣ ଦିପଟ କଥା ଗାଧୁଆ ଘରେ ଅଛନ୍ତି ତମେ ଟିକେ ଏଠି ବସ ବସ ଏଠି ବସ ତାପରେ ମୁଁ ଡାକି ଆସ ବସ ସେ ଆସିବେ ଆଉ କାମ ସାରିକି ଆସିବ ହଉ ଗୋପିଆ ରହିଥା କୋଉ କଥା ଇଏ ଆମେ ତ ବସିଲୁ ଅନେକ କଥା ଆଚ୍ଛା ତମେ ତ ଏତେ ଗୁଡେ ପାନ ଆଣିଥିଲ କାନରେ ବାନ୍ଧିଥିଲ ମୁଁ ଦେଖିଛି ସରିଗଲାଣି ମାନେ ଦଶରେ କଣ ହେଲା ଆମେ ତାଙ୍କ ଘରକୁ ଆଇଛୁ ଆଉ ପାନ ଦି ଖଣ୍ଡ ଦିଅନ୍ତନି ନା କଣ ମା ଏଠି ପାନ ଫାନ କିଛି ମିଳିବନି ଏଠି ଖାଲି ପାଣି 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 ଖାଲି ପାଣି ଇଏ ତମ ବ୍ୟবସାୟ କେବେଠୁ କଞ୍ଜୁସ ହେଲେଣି ଖାଲି ପାଣି ଦେଇଦେଲେ ଆମେ ତମକୁ ଛାଡ଼ିବୁ ନାହିଁ ବୁଝିଲ ନା ଏଠି କଣ ପାଇ ପାଣି କଥା ମିଳୁଛି ନା ନା ଏ ବୋତଲ ପାଣି ବୋତଲ ପାଣି ବୋତଲ ପାଣି ଆରେ ବୋତଲ ପାଣି ବୁଝିପାରିବୁ ଏ ଯୋଉ ମିନେରାଲ ୱାଟର ଜାଣିନ ପାଇପରେ ଆଜିକାଲି ଯୋଉ ପ୍ରକାର ଯୋଉ ସଡ଼ା ମାଛ ପଙ୍କ ଏଇ ଯୋଉ ପାଣି ବାହାରିଲାଣି ଆଉ ମଣିଷ ପିଉଛନ୍ତି ପୁରା ସେଥିପାଇଁ ବଡ ଲୋକମାନେ ସବୁ ଏଇ ମିନେରାଲ ୱାଟର ବ୍ୟବହାର କଲେଣି ସେଦିନ ମୁଁ ତମକୁ ଗୋଟେ ଆମର କାରଖାନା ବସିବାକୁ କହୁନଥିଲି ଏଇ ଏଇ ପାଣି ବୋତଲ ଯୋଉ ଦେଶରେ ମୁଣ୍ଡାଏ ପାଣି ପିଇବା ପାଇଁ କୂଅ କି ପୋଖରୀ ଖୋଳିବା ପାଇଁ ସୁବିଧା ସୁଯୋଗ ନାହିଁ ସେଠି ବୋତଲ ପାଣି ତିଆରି କରିବା ପାଇଁ ପରିକଳ୍ପନା ଚାଲିଛି ମୁଁ ତ କିଛି ବୁଝିପାରୁନି ହଁ ସେଇ ଅଦାମ ନେହରୁ ଭାଇ ସ୍କୁଲର ଚାରିକାନ୍ଥରୁ ଛୁଟି ମିଳିଲା ପରେ ମାନେ ଅବସର ନେଲା ପରେ ମୁଁ ଆସିଲି ଟିକେ ଆମର ବନ୍ଧୁବାନ୍ଧବ ମାନଙ୍କୁ ଶଙ୍ଖୁଳି ପାଇଁ କିନ୍ତୁ ଗୋଟେ କଥା ଯାହାକୁ ଦେଖୁଛି ଯିଏ ମତେ ଦେଖୁଛି ସେ ଏମିତି ମୁହଁ ମୁଣ୍ଡ ଦଉଛି ଏମିତିକି ଶ୍ରୀମତୀ ଟ୍ରେଡମାର୍କ ସହିତ ହଁ ଏଇ ଆମର ଶ୍ରୀମତୀ ଟ୍ରେଡମାର୍କ ଏ ବନ୍ୟା ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଇଁ ସାହାଯ୍ୟାର୍ଥେ ଆମର ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଯେତେବେଳେ ଟଙ୍କା ସାହାଯ୍ୟ ଦେବା ପାଇଁ ଆମର ଶ୍ରୀମତୀ ଟ୍ରେଡମାର୍କ ଯାଇଥିଲେ ସେତେବେଳେ ଗୋଟେ ଫଟୋ ଉଠିଥିଲା ଆଉ ସେଇ ଫଟୋଟା ତା ପର ବର୍ଷ କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲା କାହିଁ ସେତେବେଳେ ଶ୍ରୀମତୀ ଟ୍ରେଡମାର୍କଙ୍କ ମୁଣ୍ଡରେ ଏତେ ଲମ୍ବା ଓଢ଼ଣା ନଥିଲା କି ସିଏ ଏମିତି ରାଜ ସରବରେ ଲୋଟି ଯାଇନଥିଲେ ତ ଆରେ ୟା ମୁଁ ଭିଡ଼ିଓ ବାପର ନରୁ ଭାଇ ପରା ପୁରୁଣା ଘା ହେଇଥିଲା ମୁଁ ଶୁଖିବୁ ଜାଣିନି ମନେ ନାହିଁ ଇଏ ପଙ୍ଗଳା ରହଣି ଖାମସାମା ଖାଣି ଭିତରେ ସବୁ ଭୁଲି ଗଲାଣି ବୋଧେ ଫୁଲ ଫୁଲ ଯେତିକି ଭୁଲିଯିବ ସେତିକି ଭଲ କାହିଁକି ଗୋଟେ ସେ ପୁରୁଣା କଥା ଖାଲି ମାଜି ହଉଛ ମୁଁ ମାଜୁଛି ନାଇଁ ମୁଁ ମାଜୁଛି ନା ତମ ନୂଆ ବୋଉ ଇଏ କିଏରେ ସରକାରେ ବୁଢୀ ଅପା ତାଙ୍କ ନୂଆ ବୋଉଙ୍କ ଝିଅର ଜନ୍ମଦିନକୁ ଦିଖଣ୍ଡ ଜାମା କୁର୍ତ୍ତା ଧରିକି ଆଇଥିଲେ ଇଏ ଯଦି ତମ ମନକୁ ନ ପାଇଲା ତମ ଦେଇଥାନ୍ତ ଇଏ ସମିତିଙ୍କ ସାମ୍ନାରେ ତାଙ୍କ ମୁହଁକୁ ଫୋପାଡ଼ିଲ ଯେ ତାଙ୍କ ମୁହଁ ପଡିଯାଆନ୍ତା ନାହିଁ ଏଇ କଥାଟା କଣ ଆମ ନରୁ ଭାଇ ଆଜି ଜାଣିନଥିବେ ଯେ ତୁମେ ତାକୁ ଗୋଟେ ସିଏ ତାଙ୍କ କଥା ଜାଣିଥିବେ ହେଲେ ଆମ କଥା ସେ କେମିତି ଜାଣିବେ ବୁଢୀ ଅପା କାନ୍ଦି କାନ୍ଦି ଯାଇ ଆମ ଘରକୁ ପହଞ୍ଚିଲା ଆମେ କଣ ତାକୁ ତଡ଼ି ଦେଇଥାନ୍ତୁ ଇଏ ସେଇ ଦିନଠୁ ନରୁ ଭାଇ ତମେ କହିଲେ ଆମର ଗୋଟେ ଦୋଷ ରହିଲା ଇଏ ସେଇ ଦିନଠୁ ଆମ ଦି ଜଣଙ୍କର ଛାଇ ପଡ଼ିଲେ ତାଙ୍କ ନୂଆ ବଗର ଖାଲି ନାହିଁ ଦେଉଛି ନାଇଁ ବୁଝିଲ ଶ୍ରୀମତୀ ମୁଁ ଯେତେବେଳେ ଘରୁ ଆସିଲି ତମ ନୂଆ ବହି ମତେ କାନେ କାନେ ମନା କରୁଥିଲା ଇଏ ମନା କରିବେନି ମନା କରିବେନି କେମିତି ମ ସେଇ ଦିନ ଭାଇ ଭାଇର ମନ ଫଟାଫଟି ଆମ ଗାଁର ମନ ଫଟାଫଟି ହେଲେ ତମେ କଲ କଣ ଆମ ମୁଣ୍ଡ ତଳକୁ ନୁଆଇ ଦେଲ ତ ହଉ ରୋଷ ନ କରି ଦୋଷ କ୍ଷମା କର ତମର ମାନ ଭଞ୍ଜନ ପାଇଁ ଯାହା ଦରକାର ତମେ ଆମକୁ କହିଲେ ଆମେ ସେଇଆ କରିବାକୁ ପ୍ରସ୍ତୁତ ଅଛୁ ହେଇଗଲା ଭାଇ ଏତିକିରେ ତ ଆମର ସବୁ ମାନ ଫେରି ଆସିଲା ତମକୁ ଆମ ସାଙ୍ଗରେ ନିଶ୍ଚୟ ଯିବାକୁ ପଡିବ
ମୁଁ ମନା କଲି ମୁଁ ନିଶ୍ଚୟ ଯିବିନି ଯିବିନି କେମିତି ମ ତମ ଘରକୁ ମୁଁ ଯିବିନି କେବେ ମନା କରିଛି ଆଜି ପର୍ଯ୍ୟନ୍ତ ନହେଲେ ଭାଇ ହଁ ତମେ କୁଆଡେ ଯିବ ଆମର ଏଇ ଯାଦବ ହଁ ତା ଘରକୁ ସେ ଡାକିଲା ମୁଁ କହିଲି କଣ ହଉଛି କାଇଁ କଣ ଅସୁବିଧା ହଉଛି ମୋର ଜୀବନ ଏଠି ସେ କଥା କହିବା ପାଇଁ ତମର ଏଠି ଅସୁବିଧା ହଉଛି ଏ ଶୁଣିଲ ଶୁଣ ଶ୍ରୀମତୀ ଡେରମାର ମୁଁ ଏଠି ଆସି ପହଞ୍ଚିଲି ବହୁତ ଭଲରେ ଅଛି କାହିଁକି କହିଲ ମୁଁ ଯୋଉ ଦିନଠୁ ଆସିଲିଣି ଏ ଘରେ ବପିଆ ବୋଲି ପିଲା ଭଲ ପିଲାଟିଏ ସିଏ ତା ଖଟ ମୋ ପାଇଁ ଛାଡ଼ି ଦେଇଛି ଆଉ ସିଏ ଯାହା ତାର ଖାଇବା ପାଇଁ ରାନ୍ଧୁଛି ମୋ ପାଇଁ ମୁଠେ ମୁଠେ ପକେଇ ଦଉଛି ଶୁଣ ଭାରି ସଫାସୁତୁରା ଭଲ ପିଲାଟିଏ ମୋର ଯତ୍ନ ନେଉଛି ସେଇ ଦିନଠୁ ମୋର ଶାନ୍ତିରେ ଅଛି ବାବା ତାହେଲେ ଜଇଁ କୁଣିଆଙ୍କ ଚର୍ଚ୍ଚାଟା ଗୋପିଆ ହାତରେ ଦେଇଛ ନା ଅପା କଥାଟାକୁ ଦୋହରେଇକି ଟିପ୍ପଣୀ ଦବାର ଉଦ୍ଦେଶ୍ୟ ମୁଁ କିଛି ବୁଝିପାରୁନି ତମେ କହିଦଉନ ମୋ କୋଉ କଥା ତମକୁ ଅଜଣା କହିବି ଶୁଣ ଏଇ ତମ ଦିଅରଙ୍କର ଗୋଟେ କାଗଜ କଣ ତାଙ୍କ ଭାଇଙ୍କ ପାଖରେ ଅଛି ଅଫିସରେ ମିଷ୍ଟର ଦାସ କାମ କରନ୍ତି ମୁଁ ନୁହଁ ସେ କଥା ତ ସମସ୍ତେ ଜାଣନ୍ତି ଆଉ ତମେ ଆଉ କୋଉ ନୂଆ କଥା କହିଲ କି ନୂଆ ବୋଉ ଆଚ୍ଛା ମୋଠୁ କୋଉ ନୂଆ କଥା ଆଶା କରୁଛ ମୁଁ ଶୁଣେ ଟିକେ ଯାଇ ତୋର ଲୋକ ଗୁଡାକ ସବୁ ସାହାଯ୍ୟ ପାଉଛନ୍ତି ଆଗରୁ ମୁଁ ଗୋଟେ ଭାଇ ହେଇକି ପାଇପାରିବି ସେଇଟା ମୂଳରୁ ଆସିବାକୁ ତ ମୁଁ ମନା କରୁଛି ନାଇଁ ଡାକିଥିଲି ମୁଁ ଚୁପ୍ ହୁଅନି ମ ମୁଁ ଡାକିଥିଲି କାଇଁ ପଳେଇ ଆସୁଛ ଶୁଣୁଛ ନରୁନି ଆରେ ବାବା ଦେଖ ତମେ କହୁଛ ଆଉ ମୁଁ ଶୁଣୁଛି ସିଏ କହୁଛି ମୁଁ ଶୁଣୁଛି ମୁଁ ଚୁପ୍ ମୁଁ ସେସବୁ ତୁ ଲୁଗା ଦିଅର ଯାହା କହୁଛନ୍ତି ମାନେ ସିଏ ଯାହା ଦେଇଥାନ୍ତେ ମାନେ ସେଇଟା ସିଏ ଯଦି ଦେଇଥାନ୍ତେ ସେ ଟଙ୍କାଟା ଟଙ୍କା 2 ଲକ୍ଷ ତେବେ ଆମକୁ ଟିକେ ସାହାଯ୍ୟ କରିଦିଅନ୍ତେ 2 ଲକ୍ଷ ଟଙ୍କା କଣ ଟିକେ ରହିଯାଆନ୍ତାନି ଆଉ ମିଷ୍ଟର ଦାସଙ୍କ ଚାକିରି ଖଣ୍ଡକ କଣ ହେଇଥାନ୍ତା ହିନ୍ଦୁସ୍ତାନ ଟ୍ରେଡର୍ସ ବେଳକୁ ଚାକିରି ଚାଲି ଯାଉନି ଏକର ଆଉ ଆମରି ବେଳକୁ ସବୁ ଅସୁବିଧା ହେଇଯାଉଛି ଏଇ ତମ ଭାଇ ଆସିଲେଣି ଯାହା କହିବା କଥା ତମ ଭାଇଙ୍କୁ କୁହ ଯାଦବ ଏ ମଝିଆଣି ମୁଣ୍ଡିଆ ମାରୁଛନ୍ତି ହଉ ହେଲା ବୁଝିଲ ନରୁ ଭାଇ ହଁ ହଁ କଣ କହିକି ଆଶୀର୍ବାଦ ଦବାକୁ ପଡେ ତାକୁ ପୁରାପୁରି ଭୁଲିଗଲେ ତଥାପି ବଡ ଭାଇ ହିସାବରେ ଏତିକି ଚାହୁଁଛି ଯିଏ ଯୋଉଠି ରହୁ ଯିଏ ଯାହା କରୁ ନା କାହିଁକି ସମସ୍ତେ ଶାନ୍ତିରେ ରୁହନ୍ତୁ ସୁଖରେ ରୁହନ୍ତୁ ସେ ଶୁଖିଲା ଆଶୀର୍ବାଦରୁ ତାକୁ କଣ ମିଳିବ ସେ ଯାଦବ କଣ କହୁଥିଲା ତାର ଗୋଟେ କାଗଜ ତମ ପାଖରେ ଅଛି ତା କଥା ବୁଝ ଯାଦବ ଭାଇ ମତେ ସ୍ପଷ୍ଟ ଭାବରେ କହ ତୁ ଯାଦବ ହିସାବରେ ଘରକୁ ଆସିଛୁ ନା ଲକ୍ଷ୍ମୀ ଟ୍ରେଡର୍ସର ମାଲିକ ହିସାବରେ ଘରକୁ ଆସିଛୁ ଭାଇ କଣ ବୁଝିପାରୁନୁ କଣ ଏଥିପାଇଁ ମାରିବା ପାଇଁ ଦରକାର ପଡିବ ଆରେ ଯାଦବ ହଉଛି ମୋ ଭାଇ ତାର ସ୍ଥାନ ହଉଛି ଏ କୋଳରେ କିନ୍ତୁ ଲକ୍ଷ୍ମୀ ଟ୍ରେଡର୍ସ ଯାଦବର ମାଲିକ ଯାଦବର ସ୍ଥାନ ହଉଛି